ନମସ୍କାର ଶୁଭ ସକାଳ ଦର୍ଶକ ବନ୍ଧୁ ଆଜି ହେଉଛି ଅକ୍ଟୋବର 9 ତାରିଖ ଗୁରୁବାର। ଚାଲନ୍ତୁ ନଜର ପକାଇବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ଆଜିର ପ୍ରଥମ ଖବର, ଏହି ଦିନଠୁ ପିଏମ୍ ଆବାସ ବଣ୍ଟନ ଆରମ୍ଭ। ଭିନ୍ନକ୍ଷମ ଘର ଖଣ୍ଡେ ପାଇଁ ଅନେଇ ବସିଥିବା ଲକ୍ଷ ଲକ୍ଷ ପରିବାର ପାଇଁ ଆସିଲା ଖୁସି ଖବର। ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା। ପର୍ଯ୍ୟାୟକ୍ରମେ ଲୋକଙ୍କୁ ଦିଆଯିବ ଆବାସ ଘର। ଏନେଇ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତୋଦୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର। ପରେ ପର୍ଯ୍ୟାୟକ୍ରମେ ଘର ପାଇବେ ହିତାଧିକାରୀ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ମହିଳାଙ୍କୁ ମିଳିବ 2ଟି କିସ୍ତିର ଟଙ୍କା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ମହିଳାଙ୍କୁ ବାର୍ଷିକ 10,000 ଟଙ୍କା ସହାୟତା ରାଶି ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଛି। ଏଥିରେ ଅନେକ ମହିଳା ବଞ୍ଚିତ ଅଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିନାହିଁ, କିନ୍ତୁ ଏମାନଙ୍କ କଥା ସରକାର ଚିନ୍ତା କରିଛନ୍ତି। ବର୍ତ୍ତମାନ ସୁଭଦ୍ରା ସମୀକ୍ଷା ବୈଠକ ଏଥିପାଇଁ ବସିଥିଲା। ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଯେଉଁ ମହିଳାମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ ଟଙ୍କା ମିଳିବ। ଏନେଇ ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେ ଆହୁରି କହିଛନ୍ତି ଯେ କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ ସେମାନଙ୍କର ଅଛି କି ନାହିଁ ତାହା ସମୀକ୍ଷା ହେବ। ପୂର୍ବରୁ ଟଙ୍କା ପାଇଥିଲେ ଏବେ 2ଟି ଯାକ କିସ୍ତି କଟି ଯାଇଛି। ଏକାବେଳକୁ ସେମାନଙ୍କୁ 2ଟି କିସ୍ତିର ଟଙ୍କା ମିଳିବ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଶିକ୍ଷକଙ୍କୁ ବଢ଼ିଲା ଟେନସନ। ଏବେ ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ନେଇ ପ୍ରସ୍ତୁତ ହେଲା ନୀତି। ବାର୍ଷିକ ବଦଳି ଏପ୍ରିଲ 15ରୁ ଜୁନ 15 ମଧ୍ୟରେ ହେବ। ନିଜ ଜିଲ୍ଲାରେ ନିଯୁକ୍ତି ନ ଦେବାକୁ ନିଆଗଲା ନିଷ୍ପତ୍ତି। ନିଯୁକ୍ତି ପାଇଲେ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆଯିବନି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ନିୟମ ପ୍ରସ୍ତୁତ। ଗୋଟିଏ ସ୍ଥାନରେ 6 ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସ୍ୱାମୀ ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥିଲେ ପାଖ ଅଞ୍ଚଳରେ ନିଯୁକ୍ତି ହେବେ। ଅବସର 2 ବର୍ଷ ଥିବା ଅଧିକାରୀଙ୍କ ପାଇଁ ନିୟମ କୋହଳ ହେବ। ସେମାନେ ଯେଉଁଠାରେ ଅଛନ୍ତି ସେହିଠାରେ ରହିପାରିବେ କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବେ। କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତିକୁ ସ୍ୱଚ୍ଛତା ଆଣିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଉଜାଲା ଯୋଜନାକୁ ନେଇ ଆସିଲା ବଡ଼ ଖବର। ଉଜାଲା ଯୋଜନାକୁ ବିସ୍ତାର କରାଯିବ। 25 ଲକ୍ଷ ମହିଳାଙ୍କୁ ମାଗଣା LPG ସଂଯୋଗ ଦିଆଯିବ। ମହିଳା ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ସରକାର 2025-26 ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା PMUY ଅଧୀନରେ 25 ଲକ୍ଷ ନୂତନ LPG ସଂଯୋଗ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ନବରାତ୍ରିର ପବିତ୍ର ଅବସରରେ ମୁଁ ଉଜାଲା ପରିବାର ସହିତ ଜଡ଼ିତ ସମସ୍ତ ମା ଏବଂ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଏହି ପଦକ୍ଷେପ କେବଳ ଏହି ପବିତ୍ର ଅବସରରେ ସେମାନଙ୍କୁ ଆନନ୍ଦ ହେବ ନାହିଁ, ବରଂ ମହିଳା ସଶକ୍ତିକରଣ ପ୍ରତି ଆରମ୍ଭ ସଂକଳ୍ପକୁ ମଧ୍ୟ ମଜବୁତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଉଜାଲା ପରିବାର ସଦସ୍ୟଙ୍କ ସଂଖ୍ୟା 10.60 କୋଟିରେ ପହଞ୍ଚିବ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀ ରାସ୍ତା ଲହଡ଼ି। ରାଜଧାନୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବିଭିନ୍ନ ଅଞ୍ଚଳ ଜଳାବର୍ଣ୍ଣ। ଦୀର୍ଘ 1 ଘଣ୍ଟା ଧରି ହେଲା ଜୋରଦାର ବର୍ଷା। ପ୍ରବଳ ବର୍ଷାରେ ରାସ୍ତାରେ ଲହଡ଼ି ମାରୁଛି। ପାଣି ଯାତାୟାତ ବାଧାପ୍ରାପ୍ତ। ରାଜମହଲ, ମାଷ୍ଟର କ୍ୟାଣ୍ଟିନ, ବାଣୀ ବିବାହ, ଏହି ଛକ, କଳ୍ପନା, ରସୁଲଗଡ଼ ସବୁଠି ଟ୍ରାଫିକ ଜାମ। ୟୁନିଟ 1 ଅଞ୍ଚଳ ସରକାରୀ କ୍ୱାର୍ଟର୍ସରେ ଫସିଲା ପାଣି ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀ ରାସ୍ତା। ଦିନ 2 ପହରେ ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ୱର। ପ୍ରବଳ ବର୍ଷାରେ ବୁଡ଼ିଗଲା ରାସ୍ତାଘାଟ। ଜମିଲା ପାଣି। ଘଣ୍ଟାଏରୁ ଅଧିକ ସମୟ ହେବ ଛେଚୁଆ ବର୍ଷା। ପ୍ରବଳ ବର୍ଷାରେ ରାଜଧାନୀରେ ନଈବଢ଼ିର ଭ୍ରମ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଘୋଷଣା ହେଲା ନୂଆପଡ଼ା ଉପନିର୍ବାଚନର ତାରିଖ। ଏହି ତାରିଖରେ ପଡ଼ିବ ଭୋଟ। ନଭେମ୍ବର 11 ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର। ନଭେମ୍ବର 14 ତାରିଖରେ ହେବ ଭୋଟ ଗଣତି। ଅକ୍ଟୋବର 13ରେ ପ୍ରକାଶ ପାଇବ ନୂଆପଡ଼ା ପାଇଁ ବିଜ୍ଞପ୍ତି। ଅକ୍ଟୋବର 20ରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର 22ରେ ଆଶ୍ରୟ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ହେବ ଯାଞ୍ଚ। ଅକ୍ଟୋବର 24ରେ ଯେଉଁ ପ୍ରାର୍ଥୀ ଠିଆ ହେବା ଉପଯୋଗୀ ହେବନି ତାଙ୍କ ପ୍ରାର୍ଥୀପତ୍ର
ପ୍ରତ୍ୟାହାର କରାଯିବ। 11ରେ ନୂଆପଡ଼ାରେ ପଡ଼ିବ ଭୋଟ। 14ରେ ପ୍ରକାଶ ପାଇବ ଫଳାଫଳ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର। 8 ପେ କମିଶନ ଏବେ ବଢ଼ିବନି କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା। କେନ୍ଦ୍ର ସରକାର 8ମ ବେତନ କମିଶନ ଘୋଷଣା କରିଛନ୍ତି, ଯାହାକୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତଥାପି କମିଶନ ଗଠନ ପ୍ରକ୍ରିୟା ବହୁତ ଧୀର, ଯାହା ଫଳରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଭୋଗୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କମିଶନଙ୍କ ସନ୍ଦେହଭର ସର୍ବାବଳୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଟିଆର୍ରେ କମିଶନ ପେନ୍ସନ ଭତ୍ତା ଏବଂ ଦରମା ପରିବର୍ତ୍ତନ ସମେତ କେଉଁ ପ୍ରସଙ୍ଗଗୁଡ଼ିକର ସମାଧାନ କରିବେ ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜାନୁଆରୀ 16, 2025ରେ 8ମ ବେତନ କମିଶନ ଘୋଷଣା କରାଯାଇଥିଲା। ତଥାପି ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ବହୁତ ଅଗ୍ରଗତି ହୋଇନାହିଁ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର। ବିଷାକ୍ତ କମ୍ଫ ସିରପ ପିଇ ମରିସାରିଲେଣି 20ରୁ ଅଧିକ ଶିଶୁ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କମ୍ଫ ସିରପ ପୋଲିଓ ଡ୍ରିପ୍ ସହିତ ଜଡ଼ିତ ଶିଶୁ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। କମ୍ଫ ସିରପ ଜନିତ ଶିଶୁ ମୃତ୍ୟୁ ମାମଲାକୁ ସପ୍ତାହ ବିତିଗଲା ପରେ ବି ଏପର୍ଯ୍ୟନ୍ତ ସକାଳୁ କୋଳ ପିତାମାତା ଉତ୍ତର ଖୋଲି ବୁଲୁଛନ୍ତି। ତେବେ ଏହି ମାମଲାରେ ଏବେ ସୁଦ୍ଧା ମାତ୍ର ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଏକ ସରକାରୀ ହସ୍ପିଟାଲର ଜଣେ ଶିଶୁ ବିଶେଷଜ୍ଞ। ତେବେ ରିପୋର୍ଟରୁ ଜଣାପଡ଼ିଛି ଯେ ଏପର୍ଯ୍ୟନ୍ତ କୋଲ ଡ୍ରିପ୍ ଖାଇବା ପରେ 20 ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି, ଯାହା କିଡ୍ନି ଫେଲ୍ ହେବାର କାରଣ ହୋଇଥିବା ବେଳେ ଏହା ଅତ୍ୟନ୍ତ ବିଷାକ୍ତ ଶିଳ୍ପ ରାସାୟନିକ ପଦାର୍ଥ ଡାଇଥିଲ୍ ଗ୍ଲାଇକୋଲ୍ (DEG) ପଜିଟିଭ ବୋଲି ପରୀକ୍ଷା ପରେ ଜଣାପଡ଼ିଥିଲା ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର। 1950 କୋଟି ଟଙ୍କା ବ୍ୟୟରେ ନିର୍ମିତ ନବୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନବୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର NMIA-ର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିଥିଲେ। ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ 1950 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଏହା ଭାରତର ସର୍ବବୃହତ୍ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରକଳ୍ପ, ଯାହା ଏକ ସରକାରୀ ଘରୋଇ ସହଭାଗିତା PPP ମଡେଲରେ ବିକଶିତ ହୋଇଛି। 1160 ଏକର ଜମିରେ ବିସ୍ତାରିତ ଏହି ନୂତନ ବିମାନ ବନ୍ଦର ଭାରତର ବିମାନ ଚଳାଚଳ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ନବୀ ମୁମ୍ବାଇରେ ବିମାନ ପରିଚାଳନା ଡିସେମ୍ବର 2025ରୁ ହେବ। ଟିକେଟ ବିକ୍ରି ଅକ୍ଟୋବର ଶେଷ ଆଡ଼କୁ ହେବାର ସମ୍ଭାବନା ରହିଛି। ଆକାଶ ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଏଠାକୁ ଉଡ଼ାଣ ଭରିବ ବୋଲି ଖବର ମିଳିଛି। ତ ଦର୍ଶକ ବନ୍ଧୁ, ଏ ଥିଲା ଆଜିର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ଭିଡ଼ିଓଟି ଯଦି ଭଲ ଲାଗିଛି ଲାଇକ୍ କରିବା ସହ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।